ରୋମିଓ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର ତାର 11 ଅଧ୍ୟାୟ ରୋମିଓ 11 ଅଧ୍ୟାୟ ତାର 25 ରୁ 32 ପଦ ଆମେ ପଢିବା। ରୋମିଓ 11 ଅଧ୍ୟାୟ ତାର 25 ରୁ 32 ପଦ ଆମମାନଙ୍କ ଧ୍ୟାନ ସକାଶେ ପଢିବା। ମୁଁ ଆପଣମାନଙ୍କ ସକାଶେ ପଢିବା ପାଇଁ ଚାହେଁ। ଆପଣମାନେ ନିଜ ନିଜ ପବିତ୍ର ଧର୍ମଶାସ୍ତ୍ର ଉନ୍ମୁକ୍ତ କରନ୍ତୁ ଆଉ ମୋ ସହିତ ପଢିବା ସମୟରେ ଦେଖନ୍ତୁ। ଲେଖାଯାଏ, କାରଣ ହେ ଭାଇମାନେ, ତୁମମାନେ ଯେପରି ଆପଣଙ୍କୁ ବୁଦ୍ଧିମାନ ବୋଲି ମନେ ନ କର, ଏଥି ନିମନ୍ତେ ତୁମେମାନେ ଯେ ଏହି ନିଗୁଡ ତତ୍ତ୍ୱ ସମ୍ବନ୍ଧରେ ଅଜ୍ଞ ରୁହ, ଏହା ମୋହର ଇଚ୍ଛା ନୁହେଁ। ଅର୍ଥାତ୍ ଯେ ପର୍ଯ୍ୟନ୍ତ ବିଜାତି ମାନେ ପୂର୍ଣ୍ଣ ସଂଖ୍ୟାରେ ପ୍ରବେଶ କରି ନାହାନ୍ତି, ସେ ପର୍ଯ୍ୟନ୍ତ ଇସ୍ରାଏଲ ଅଂଶକ୍ରମେ କଠିନ ହୋଇଅଛି। ଆଉ ଏହି ପ୍ରକାରେ ସମସ୍ତ ଇସ୍ରାଏଲ ପରିତ୍ରାଣ ପାଇବେ, ଯେପରି ଲେଖା ଅଛି, ସିଓନରୁ ଉଦ୍ଧାରକର୍ତ୍ତା ଆଗମନ କରିବେ, ସେ ଯାକୋବ ଠାରୁ ଅଧର୍ମ ଦୂର କରିବେ। ଆଉ ଯେତେବେଳେ ଆମ୍ଭେ ସେମାନଙ୍କର ପାପ ସବୁ ହରଣ କରିବା, ସେତେବେଳେ ଏହା ସେମାନଙ୍କ ସହିତ ଆମ୍ଭର ନିୟମ ହେବ। ସୁସମାଚାର ବିଷୟ ବିଚାର କଲେ ସେମାନେ ତୁମମାନଙ୍କ ସକାଶେ ବିରୋଧର ପାତ୍ର, କିନ୍ତୁ ନିର୍ବାଚନ ବିଷୟ ବିଚାର କଲେ ପିତୃପୁରୁଷଙ୍କ ସକାଶେ ପ୍ରିୟ ପାତ୍ର। କାରଣ ଈଶ୍ୱରଙ୍କର ଦାନ ସମୂହ ଓ ଆହ୍ୱାନ ଅନ୍ୟଥା ହୁଏ ନାହିଁ। ଯେଣୁ ତୁମେମାନେ ଯେପରି ପୂର୍ବେ ଈଶ୍ୱରଙ୍କର ଅନାଜ୍ଞାବହ ଥିଲ, କିନ୍ତୁ ଏବେ ସେମାନଙ୍କର ଅନାଜ୍ଞାବହତା ଦ୍ୱାରା ଦୟା ପ୍ରାପ୍ତ ହୋଇଅଛ, ସେହିପରି ଏମାନେ ମଧ୍ୟ ଏବେ ଅନାଜ୍ଞାବହ ହୋଇଅଛନ୍ତି, ଯେପରି ତୁମ୍ଭମାନଙ୍କ ପ୍ରତି ପ୍ରକାଶିତ ଦୟା ଦ୍ୱାରା ଏମାନେ ସୁଦ୍ଧା ଏବେ ଦୟା ପ୍ରାପ୍ତ ହୁଅନ୍ତି। କାରଣ ସମସ୍ତଙ୍କୁ ଦୟା କରିବା ନିମନ୍ତେ ଈଶ୍ୱର ସମସ୍ତଙ୍କୁ ଅନାଜ୍ଞାବହତାରେ ସମର୍ପଣ କରିଅଛନ୍ତି। ଏଯାଏ ଈଶ୍ୱରଙ୍କର ବାକ୍ୟ। ପ୍ରଭୁ ଆଜିର ଏହି ପବିତ୍ର ବାକ୍ୟର ନିଗୁଡ ବିଷୟ ଆମଠାରେ ପ୍ରକାଶ କରି ଆମମାନଙ୍କୁ ପ୍ରଚୁର ଆଶୀର୍ବାଦ କରନ୍ତୁ। ଆମେନ୍। ପ୍ରଭୁଙ୍କର ମହିମା ହେଉ, ଗୌରବ ହେଉ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କଲେ ଏବଂ ଆଜିର ସୁନ୍ଦର ସୁପ୍ରଭାତ ଦେଇଛନ୍ତି। ଆଉ ପ୍ରଭାତରେ ଈଶ୍ୱରଙ୍କର ମହିମା ଗୌରବ କରୁ କରୁ ତାଙ୍କର ଜୀବନ୍ତ ବାକ୍ୟର ଅଂଶୀ ହେବା ପାଇଁ ମଧ୍ୟ ଆମମାନଙ୍କୁ ସୁଯୋଗ ଦେଇଛନ୍ତି। ପ୍ରିୟମାନେ, ମୁଁ ଧନ୍ୟବାଦ ଦେବି ଅନେକ ଦିନ ପରେ ଏହି ଏର୍ଲି ପ୍ରେୟର ମିଟ୍ର ଜୁମ୍ ମିଟିଂରେ ପୁନର୍ବାର ଏହି ସୌଭାଗ୍ୟତା ପାଇବାର ସୁଯୋଗ ପାଇଲି। ତେଣୁ ମୁଁ ସମସ୍ତ କର୍ମକର୍ତ୍ତା ମାନଙ୍କ ଠାରେ କୃତଜ୍ଞ ଏବଂ ଆନ୍ତରିକ ନମସ୍କାର ଜଣାଏ। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ପ୍ରିୟମାନେ, ଆଜି ଆମମାନଙ୍କର ଜୀବନ ଏଇ ପ୍ରକାର ହେଇଯାଇଛି, ଯାହାକି ଆମମାନେ ଜଗତର ଅନେକ ବିଷୟ ଜାଣୁଛୁ, ଈଶ୍ୱରଙ୍କ ବିଷୟରେ ଜାଣୁଛୁ। ପ୍ରତିନିତ୍ୟ ଆମେ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ଈଶ୍ୱରଙ୍କୁ ଜାଣିବା ସହିତ ଆମେ ନିଜକୁ ମଧ୍ୟ ଜାଣିପାରୁଛୁ। ଅନେକ ବିଷୟ ଆମେ ଈଶ୍ୱରଙ୍କ ବିଷୟରେ ଜାଣିଛୁ। ଆମେ ଈଶ୍ୱରଙ୍କର ପ୍ରେମ ଜାଣିଛୁ। ଆମମାନେ ଈଶ୍ୱର ଆମମାନଙ୍କୁ କିପରି ଉଦ୍ଧାର କରିଛନ୍ତି ତାହା ବି ବୁଝିଛୁ। ଆମମାନେ ଈଶ୍ୱରଙ୍କ ଠାରୁ କ୍ଷମା ମଧ୍ୟ ଗ୍ରହଣ କରିଛୁ। କିନ୍ତୁ ଈଶ୍ୱରଙ୍କର ନିଗୁଡ ବିଷୟ ଗୁଡ଼ିକୁ ଅନେକ ସମୟରେ ଆମମାନେ ଜାଣିପାରିନାହୁଁ। ଆଉ ପାଉଲ ମଧ୍ୟ ଆଜିର ବାକ୍ୟରେ କହୁଛନ୍ତି ଯେ ତୁମମାନେ ଆପଣଙ୍କୁ ବୁଦ୍ଧିମାନ ବୋଲି ମନେ ନ କର। ଆମେ ସବୁ ଜାଣିଛୁ ବୋଲି ଆମେ ଯେପରି ନ ଭାବୁ, ସେଥିପାଇଁ ପ୍ରଭୁ ଆମମାନଙ୍କୁ କେତେଟା ବିଷୟ ଜଣାନ୍ତି। ତେଣୁ ସେ ଏଠି କହୁଛନ୍ତି ଯେ ଏଥି ନିମନ୍ତେ ତୁମମାନେ ଯେ ନିଗୁଡ ତତ୍ତ୍ୱ ସମ୍ବନ୍ଧରେ ଅଜ୍ଞ ରୁହ, ଏହା ମୋହର ଇଚ୍ଛା ନୁହେଁ। କେତେ ଗୁଡିଏ ବିଷୟ ଆମେ ଜାଣିନାହୁଁ। କଣ ସବୁ ଆମେ ଜାଣିନାହୁଁ? ପରମେଶ୍ୱର ଆମମାନଙ୍କର ଜୀବନରେ ଅନେକ ବିଫଳତା ପରେ, ଅନେକ ପାପ କଲା ପରେ ମଧ୍ୟ, ଅନେକ ସମୟରେ ଆମମାନଙ୍କ ଜୀବନରେ ଈଶ୍ୱରଙ୍କର ଅନାଜ୍ଞାବହ ହେଲା ପରେ ପ୍ରଭୁ ଆମମାନଙ୍କୁ କାହିଁକି ଦୟା କରନ୍ତି, ଏଇଟା ଆମେ ହୁଏତ ଜାଣିନଥାଉ। ଅନେକ ସମୟରେ ଆମମାନଙ୍କର ଜୀବନରେ ଈଶ୍ୱରଙ୍କର କାର୍ଯ୍ୟ ନକରି ନିଜର ଇଚ୍ଛାରେ ବଞ୍ଚିବାର ଜୀବନ ପାଇଲା ପରେ ମଧ୍ୟ ପ୍ରଭୁଙ୍କର ଦୟା ଆମମାନଙ୍କ ପାଖରେ କାହିଁକି ଶେଷ ହେଉନାହିଁ, ଏଇଟା ମଧ୍ୟ ଆମେ ଜାଣି ନପାରୁ। ଅନେକ ସମୟରେ ପରମେଶ୍ୱର ଏ ପ୍ରକାର ଦୁଷ୍ଟ ଲୋକମାନଙ୍କୁ ମଧ୍ୟ ଆମମାନଙ୍କର ଜୀବନରେ ବ୍ୟବହାର କରନ୍ତି, ଯେପରି ଆମମାନେ ସେ ଦୁଷ୍ଟ ମାନଙ୍କ ଦ୍ୱାରା ମଧ୍ୟ ପରିଚାଳିତ ହେଇଥାଉ। କଣ ପାଇଁ ଏସବୁ ପରମେଶ୍ୱର କରନ୍ତି, ସେଇ ପ୍ରକାର ବିଷୟକୁ ଆଜିର ଶାସ୍ତ୍ରାଂଶରେ ଆମେ
ଦେଖିବା ପାଇଁ ପାଉଛୁ। ତେଣୁ ଆଜି ଆମମାନଙ୍କର ଧ୍ୟାନର ବିଷୟ ହେବ, ତାହା ହେଉଛି ମୁଖ୍ୟ ପ୍ରସଙ୍ଗ ଆମମାନେ ଆଜି ଧ୍ୟାନ କରିବା, ଦ ମିଷ୍ଟ୍ରି ବିହାଇଣ୍ଡ ଦ ଗଡ୍ସ ମେର୍ସି। ଦ ମିଷ୍ଟ୍ରି ବିହାଇଣ୍ଡ ଦ ଗଡ୍ସ ମେର୍ସି। ଈଶ୍ୱରଙ୍କର ଦୟାର ପଛରେ ରହସ୍ୟ କଣ ଅଛି? ପ୍ରିୟମାନେ, ଯଦି ଆଜିର ଅଂଶକୁ ଆପଣମାନେ ଦେଖିବେ, ଏହାକୁ ଗୋଟେ ନିବିଡ଼ ତତ୍ଵ ବୋଲି କୁହାଯାଉଛି, ରହସ୍ୟ ବୋଲି କୁହାଯାଉଛି। ଇଂରାଜୀରେ ମିଷ୍ଟ୍ରି, ଲାଟିନରେ ମିଷ୍ଟେରିଓ ଶବ୍ଦ ବ୍ୟବହାର କରାହେଇଛି। ଆଉ ଇସ୍ରାଏଲ ଲୋକମାନେ ପୁରାତନ ନିୟମରେ ଅନେକ ବିଷୟ ଜାଣିପାରି ନଥିଲେ, କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆଗମନ ପରେ ଈଶ୍ୱର ଅନେକ ବିଷୟ ଆମମାନଙ୍କୁ ଆଉ ଇସ୍ରାଏଲ ଲୋକମାନଙ୍କୁ ମଧ୍ୟ ଜଣାଇଲେ। ଆଜି ମଧ୍ୟ ଆମମାନଙ୍କୁ ଈଶ୍ୱରଙ୍କର ଜୀବନ୍ତ ବାକ୍ୟ ଦ୍ୱାରା ଅନେକ ବିଷୟ ଜ୍ଞାତ କରାଉଛନ୍ତି। ଯଦି ଆପଣମାନେ ପଢିବେ ହିତୋପଦେଶ ତାର 25 ପର୍ବ 2 ପଦ ପଢିବେ, ହିତୋପଦେଶ 25 ପର୍ବ 2 ପଦ ପଢିବେ, ସେଠି ଲେଖାଯାଏ, ବିଷୟ ଗୋପନ କରିବା ପରମେଶ୍ୱରଙ୍କର ଗୌରବ। ବିଷୟ ଗୋପନ କରିବା ପରମେଶ୍ୱରଙ୍କର ଗୌରବ, ମାତ୍ର ବିଷୟ ଅନୁସନ୍ଧାନ କରିବାର ରାଜାଙ୍କର ଗୌରବ। ଯେଉଁମାନେ ଖୋଜନ୍ତି, ଯେଉଁମାନେ ଅନୁସନ୍ଧାନ କରନ୍ତି, ସେଇଟା ସେମାନଙ୍କ ପାଇଁ ଗୋଟେ ଗୌରବ ଆଣି ଦେଇଥାଏ। ଆଜି ଆମେ ଅନେକ ବିଷୟ ଅନ୍ୱେଷଣ କରୁଛୁ। ପ୍ରତିଦିନ ସୁପ୍ରଭାତରେ ଆମମାନେ ଏହି ମିଟ୍ ଜରିଆରେ ଅନେକ ବିଷୟ ଶିଖୁଛୁ। ପ୍ରଭୁଙ୍କର ନିଗୁଡ ବିଷୟ ଗୁଡିକ ଆମେ ଜାଣିବା ପାଇଁ ପାଉଛୁ, ଯେପରି ଆମମାନେ ଈଶ୍ୱରଙ୍କର ଆଗମନ ନିମନ୍ତେ ପ୍ରସ୍ତୁତ ହେଇପାରୁ, ଯେପରି ଆମମାନେ ତାଙ୍କର ଗୁପ୍ତ ଆଗମନରେ ଯାଇପାରୁ, ଆଉ ଆମେ ଈଶ୍ୱରଙ୍କୁ ଜାଣି ଆମମାନଙ୍କ ବିଶ୍ୱାସକୁ ଆମେ ଦୃଢୀଭୂତ କରିପାରୁ। ସେଇଥିପାଇଁ ଆଜି ମଧ୍ୟ ପ୍ରଭୁ ତାଙ୍କର ନିଗୁଡ ବିଷୟକୁ ଏଠାରେ ପ୍ରକାଶ କରୁଅଛନ୍ତି। ପ୍ରିୟମାନେ, ବାଇବେଲରେ ଯଦି ଆପଣମାନେ ଧ୍ୟାନ କରିବେ, 14 ଗୋଟି ରହସ୍ୟମୟ ବିଷୟକୁ ସେ ପ୍ରକାଶ କରିଛନ୍ତି। 14 ଗୋଟି ରହସ୍ୟମୟ ବିଷୟକୁ ପ୍ରକାଶ କରିଅଛନ୍ତି। ଯଦି ଆପଣମାନେ ଦେଖିବେ, ପ୍ରଥମ ରହସ୍ୟମୟ ବିଷୟ ହେଉଛି ଦ ମିଷ୍ଟ୍ରି ଅଫ ଦ କିଙ୍ଗଡମ ଅଫ ଗଡ। ଈଶ୍ୱରଙ୍କ ରାଜ୍ୟ ବିଷୟକ ନିଗୁଡ ବିଷୟ ସେ ପ୍ରକାଶ କରିଛନ୍ତି, ଯାହାକି ମାଥ୍ୟୁ 13 ପର୍ବ 11 ପଦରେ ଲେଖାଯାଉଛି। ଦ ମିଷ୍ଟ୍ରି ଅଫ ଦ ବଡି ଅଫ ଖ୍ରାଇଷ୍ଟ, ଖ୍ରୀଷ୍ଟଙ୍କର ଶରୀରର ରହସ୍ୟକୁ ଈଶ୍ୱର ବର୍ଣ୍ଣନା କରିଛନ୍ତି, କଲୋସିୟ ତାର 1 ପର୍ବ ତାର 26 ଆଉ 27 ପଦରେ। ଦ ମିଷ୍ଟ୍ରି ଅଫ ଗସ୍ପେଲ, ସୁସମାଚାର ବିଷୟର ରହସ୍ୟକୁ ସେ ପ୍ରକାଶ କଲେ, ଏଫିସିୟ 6 ପର୍ବ 19 ପଦରେ। ଦ ମିଷ୍ଟ୍ରି ଅଫ ଖ୍ରାଇଷ୍ଟ, ଖ୍ରୀଷ୍ଟଙ୍କ ବିଷୟରେ ନିଗୁଡ ବିଷୟ ରହିଛି। ଖ୍ରୀଷ୍ଟ କିଏ, ସେ କଣ କରନ୍ତି, ତାଙ୍କ କାର୍ଯ୍ୟ କଣ, ତାର ନିଗୁଡ ବିଷୟ ପ୍ରକାଶ କରାଯାଇଛି, ଏଫିସିୟ ତାର 3 ପର୍ବ 3 ରୁ 5 ପଦରେ। ଦ ମିଷ୍ଟ୍ରି ଅଫ ଗଡ୍ସ ୱିଲ୍, ଈଶ୍ୱର କଣ ଚାହାନ୍ତି, ତାର ମିଷ୍ଟ୍ରି, ତାର ରହସ୍ୟକୁ ସେ ବର୍ଣ୍ଣନା କରିଛନ୍ତି, ଏଫିସିୟ 1 ପର୍ବ 9 ପଦରୁ 10 ପଦରେ। ଦ ମିଷ୍ଟ୍ରି ଅଫ ଗଡଲିନେସ, ଈଶ୍ୱରଙ୍କର ସେ ଈଶ୍ୱର ପରାୟଣତା କଣ ଅଟେ, ତାର ମିଷ୍ଟ୍ରି ସେ ପ୍ରକାଶ କରିଛନ୍ତି, ପ୍ରଥମ ତିମୋଥୀ ତାର 3 ପର୍ବର 16 ପଦରେ। ଦ ମିଷ୍ଟ୍ରି ଅଫ ରିଜରେକ୍ସନ, ପୁନରୁତ୍ଥାନର ରହସ୍ୟକୁ ସେ ବର୍ଣ୍ଣନା କଲେ, ପ୍ରଥମ କୋରିନ୍ଥୀୟ 15 ପର୍ବ 51 ରୁ 52 ପଦରେ। ଦ ମିଷ୍ଟ୍ରି ଅଫ ଖ୍ରାଇଷ୍ଟ ଆଣ୍ଡ ଚର୍ଚ୍ଚ, ମଣ୍ଡଳୀ ଏବଂ ଖ୍ରୀଷ୍ଟଙ୍କ ସହିତ କେମିତି ନିବିଡ଼ ସମ୍ପର୍କ ରହିଛି, ତାର ରହସ୍ୟ ସେ ପ୍ରକାଶ କରିଛନ୍ତି, ଏଫିସିୟ 5 ପର୍ବ ତାର 32 ପଦରେ। ଲେଖାଯାଏ, ମିଷ୍ଟ୍ରି ଅଫ ଲୋଲେସନେସ, ଅଧର୍ମର ନିଗୁଡ ତତ୍ଵ ରହିଛି, ପ୍ରକାଶ କରାଯାଇଛି, ଯାହାକି 2 ଥେସଲୋନିକ 2 ପର୍ବ 7 ପଦରେ ପ୍ରକାଶ କରାଯାଏ। ମିଷ୍ଟ୍ରି ଅଫ ବାବିଲନ, ବାବିଲନର ଗୋଟେ ରହସ୍ୟ ରହିଛି। ବାବିଲନକୁ ଆମେ ଲିଟରାଲି ଆମେ ବୁଝି ନ ପାରୁ। ରେଭେଲେସନ 17 verses 5 to 7, ପ୍ରକାଶିତ ବାକ୍ୟ ତାର 17 ଅଧ୍ୟାୟ 5 ରୁ 7 ପଦ ଲେଖାଯାଇଛି। ମିଷ୍ଟ୍ରି ଅଫ ରେପଚର, ଆମମାନେ କିପରି ଗୁପ୍ତ ଆଗମନରେ ଯିବୁ, କଣ ସବୁ ଘଟିବ, ସେ ସବୁରେ ପ୍ରକାଶ କରାଯାଇଛି, ପ୍ରଥମ ଥେସଲୋନିକ ତାର 4 ପର୍ବ 13 ପଦରୁ 18 ପଦରେ। ମିଷ୍ଟ୍ରି ଅଫ 7 ଷ୍ଟାର୍ସ ଆଣ୍ଡ ଗୋଲ୍ଡେନ ଲ୍ୟାମ୍ପ, ସେଇ ସପ୍ତ ପ୍ରଦୀପ ସପ୍ତ ନକ୍ଷତ୍ର ଗୁଣ ବିଷୟରେ ପ୍ରକାଶ କରାଯାଇଛି, ଗୋଟେ ରହସ୍ୟମୟ ବିଷୟ, ଯାହାକି ପ୍ରକାଶିତ ବାକ୍ୟ ତାର 1 ପର୍ବର 20 ପଦ। ମିଷ୍ଟ୍ରି ଅଫ ଗଡ, ଈଶ୍ୱରଙ୍କର ରହସ୍ୟ ବିଷୟକୁ ପ୍ରକାଶ କରାଯାଇଛି,
ଯାହାକି ପ୍ରକାଶିତ ବାକ୍ୟ 10 ପର୍ବର 7 ପଦରେ। ଆଉ ଶେଷରେ ଆଜିର ଧ୍ୟାନର ବାକ୍ୟ ଯାହା ଆମେ ପଢିଛୁ, ମିଷ୍ଟ୍ରି ଅଫ ଗଡ୍ସ ମେର୍ସି, ପରମେଶ୍ୱରଙ୍କର ସେହି ଦୟା, ପରିତ୍ରାଣର ଯୋଜନା, ଦୟାରେ ସେ କିପରି ପ୍ରକାଶ କରୁଛନ୍ତି ତାହାର ରହସ୍ୟ ଆଜି ଆମମାନଙ୍କଠାରେ ପ୍ରକାଶ କରାଯାଉଛି। ପ୍ରିୟମାନେ, ରହସ୍ୟ এই ପ୍ରକାର ରହିଯାଏ ନାହିଁ। ରହସ୍ୟ ଗୋଟେ ଦିନ ଉନ୍ମୁକ୍ତ ହୁଏ। ଆଉ ଈଶ୍ୱର ଆମମାନଙ୍କ ଠାରେ ସେ ରହସ୍ୟକୁ ଉନ୍ମୁକ୍ତ କରନ୍ତି। ଲେଖାଯାଏ ଆମୋସ ଭବିଷ୍ୟତ ବକ୍ତାଙ୍କର ପୁସ୍ତକ ତାର 3 ପର୍ବର 7 ପଦରେ, ନିଶ୍ଚୟ ସଦାପ୍ରଭୁ ନିଜ ଗୁପ୍ତ ବିଷୟ ଆପଣା ଦାସ ଭବିଷ୍ୟତ ଗଣଙ୍କ ପ୍ରତି ପ୍ରକାଶ ନ କଲେ କିଛି କରିବେ ନାହିଁ। ନିଶ୍ଚୟ ଭବିଷ୍ୟତ ଗଣ ପ୍ରତି ସେ ପ୍ରକାଶ କରନ୍ତି, ଯଦ୍ୱାରା ଆମମାନେ ଜାଣିପାରୁ, ଆମମାନେ ବୁଝିପାରୁ। ପ୍ରିୟମାନେ, ଆଜି ଗୋଟେ ରହସ୍ୟ ଆମମାନେ ବୁଝିବା ପାଇଁ ଯାଉଛୁ। ଆଉ ଏଇ ରହସ୍ୟ ଆମମାନଙ୍କୁ ଅନେକ ପ୍ରଶ୍ନର ଉତ୍ତର ଦେବ, ଅନେକ ବିଷୟ ଆମମାନଙ୍କ ଆତ୍ମିକ ଜୀବନକୁ ସୁଦୃଢ କରିବ। ଆମେ ଅନେକ ବିଷୟ ଈଶ୍ୱରଙ୍କ ବିଷୟରେ ଜାଣିପାରିବୁ। ଆଉ ସେ ରହସ୍ୟ ହଉଛି mercies, the mercies behind the God's mercy, mystery behind the God's mercy। এই ରହସ୍ୟ ହଉଛି ଈଶ୍ୱରଙ୍କର ଦୟାର ପଛରେ ରହସ୍ୟ କଣ? କାହିଁକି ପ୍ରଭୁ ଆମମାନଙ୍କୁ ଏତେ ଦୟା କରୁଛନ୍ତି? ଆମେ ଏତେ ଭୁଲ କଲେ ମଧ୍ୟ, ଏତେ ଅନ୍ୟାୟ କଲେ ମଧ୍ୟ, ଏତେ ଜଗତରେ ପାପ ଥିଲେ ମଧ୍ୟ ପରମେଶ୍ୱର କାହିଁକି ଏ ପର୍ଯ୍ୟନ୍ତ ଆମମାନଙ୍କୁ ବିନଷ୍ଟ କରିନାହାନ୍ତି? ପରମେଶ୍ୱର ଏ ପର୍ଯ୍ୟନ୍ତ ଆମମାନଙ୍କୁ ତାଙ୍କର ଆଗମନ ହେଇନାହିଁ, ଆଉ ଆମମାନେ କାହିଁକି ଏ ପର୍ଯ୍ୟନ୍ତ ରହିଛୁ? ତା ପଛରେ ଏହି ଦୟାର ରହସ୍ୟକୁ ସେ ଲୁକାୟିତ ରଖିଛନ୍ତି। ଆଜି ତାହା ଉନ୍ମୁକ୍ତ କରୁଛନ୍ତି। ପ୍ରଥମ ବିଷୟ, ସେ ଏଇଥିପାଇଁ ଆମମାନଙ୍କୁ ଦୟା କରନ୍ତି କାରଣ ସେ ଆମ୍ଭମାନଙ୍କୁ ତାଙ୍କର ନିୟମରେ ଆବଦ୍ଧ କରିଛନ୍ତି। ତାଙ୍କର ନିୟମରେ ଆବଦ୍ଧ କରିଛନ୍ତି। ଯଦି ଆପଣ ମାନେ ପଢିବେ 32 ପଦର ଏହି 11 ପଦର ଯଦି 26 ପଦ ଆଉ 27 ପଦ ପଢିବେ, ସେଠି ଲେଖାଯାଏ, ଆଉ ଯେତେବେଳେ ଆମ୍ଭେ ସେମାନଙ୍କର ପାପ ସବୁ ହରଣ କରିବା, ସେତେବେଳେ ଏହା ସେମାନଙ୍କ ସହିତ ଆମ୍ଭର ଏକ ନିୟମ ହେବ। ପରମେଶ୍ୱର ନିୟମ ସ୍ଥାପନ କରି ଅଛନ୍ତି। ନିୟମ ସେ ଆରମ୍ଭ କଲେ ନୋହଙ୍କ ସହିତ, ନିୟମ ସେ ସମାପ୍ତ କଲେ ଖ୍ରୀଷ୍ଟଙ୍କ ସହିତ। ଯଦି ଆପଣ ମାନେ ନିୟମ ବିଷୟରେ ଦେଖିବେ, ସେ ବିଭିନ୍ନ ପ୍ରକାର ନିୟମ କରିଛନ୍ତି। ସେ ସମ୍ପର୍କ, ସେଇ ନିୟମରେ ଆମମାନଙ୍କୁ କି ପ୍ରକାର ଭାବରେ ସେ ବିଭିନ୍ନ ମାଧ୍ୟମରେ ରକ୍ଷା କରିବାର ଯୋଜନା ପ୍ରସ୍ତୁତ କରିଛନ୍ତି। ସେ ଆମମାନଙ୍କ ସହିତ, ଖ୍ରୀଷ୍ଟଙ୍କ ସହିତ ନୂତନ ନିୟମରେ ଆବଦ୍ଧ କରିଛନ୍ତି। ନିୟମ କୁହାଯାଏ, ବୋରିତ ଶବ୍ଦ ବ୍ୟବହାର କରାଯାଏ। ହିବ୍ରୁରେ ବୋରିତ ଶବ୍ଦ ବ୍ୟବହାର କରାଯାଏ, ଯୋଉଟା କି ଦୁଇ ଜଣଙ୍କ ମଧ୍ୟରେ ଗୋଟେ ସମ୍ପର୍କ, ଗୋଟେ ଚୁକ୍ତି, ଗୋଟେ ପ୍ରତିଜ୍ଞା ଆମମାନେ ଆବଦ୍ଧ ହେଇଥାଉ। ପରମେଶ୍ୱର ଏଇ ଜଗତର ମନୁଷ୍ୟ ମାନଙ୍କ ପ୍ରତି ପ୍ରତିଜ୍ଞା କଲେ। ନୋହଙ୍କର ସମୟ ଯେତେବେଳେ ଜଳ ପ୍ଲାବନ ହେଲା, ସେତେବେଳେ ସେ କହିଲେ, ଆମ୍ଭେ ଏହି ପୃଥିବୀକୁ ଆଉ ଜଳ ଦ୍ୱାରା ସମସ୍ତଙ୍କୁ କେବେ ବିନାଶ କରିବା ନାହିଁ। ତାଙ୍କର ସେ ପ୍ରତିଜ୍ଞା ଆଜି ପର୍ଯ୍ୟନ୍ତ ପାର୍ସିଆଲ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର ଭୂମିକମ୍ପ ହଉଛି, ବିଭିନ୍ନ ପ୍ରକାର ବିଷୟ ଘଟୁଛି, କିନ୍ତୁ ସମ୍ପୂର୍ଣ୍ଣ ମାନବ ଜାତିକୁ ପରମେଶ୍ୱର ଏଇଥିପାଇଁ ନଷ୍ଟ କରିନାହାନ୍ତି କାରଣ ତାଙ୍କର ଅବଶିଷ୍ଟାଂଶ ସହିତ ତାଙ୍କର ସମ୍ପର୍କ ଅଛି। ଆଜି ତାଙ୍କର ପ୍ରିୟ ଲୋକମାନଙ୍କ ସହିତ ତାଙ୍କର ସମ୍ପର୍କ ଅଛି। ତେଣୁ ପ୍ରଭୁ ତାଙ୍କର ଲୋକମାନଙ୍କୁ ଏଇ ଜଗତ ମଧ୍ୟରେ ରଖିଛନ୍ତି। ଆଜି ମଧ୍ୟ ଯଦି ଧାର୍ମିକ ମାନେ ନଥାନ୍ତେ, ତାହେଲେ ଏଇ ଜଗତକୁ ପରମେଶ୍ୱର ବିନଷ୍ଟ କରିଥାନ୍ତେ। କିନ୍ତୁ ଈଶ୍ୱରଙ୍କର ପ୍ରେମ, ଈଶ୍ୱରଙ୍କର ଧାର୍ମିକତା ଆଜି ତାଙ୍କର ପ୍ରିୟ ଲୋକମାନଙ୍କୁ ସେଇ ଧାର୍ମିକତାର ସମ୍ପର୍କରେ ଆବଦ୍ଧ କରୁଛି, ନିୟମରେ ଆବଦ୍ଧ କରୁଛି। ଆମମାନେ ଖ୍ରୀଷ୍ଟଙ୍କ ସହିତ ଜଡିତ ହେଇଛୁ। এই ଜଡିତ ହେବା ପଛରେ ଆମମାନଙ୍କର ଯୋଗ୍ୟତା ନାହିଁ, କୌଣସି ଯୋଗ୍ୟତା ନାହିଁ, କିନ୍ତୁ ଈଶ୍ୱରଙ୍କର ପ୍ରେମ, ଈଶ୍ୱରଙ୍କର ଅନୁଗ୍ରହ ଆମମାନଙ୍କ ପ୍ରତି ରହିଛି। ପ୍ରିୟମାନେ, ତେଣୁ ଜିହୁଦୀ ମାନେ ମଧ୍ୟ ଯେତେବେଳେ ଈଶ୍ୱରଙ୍କ ସହିତ ସମ୍ପର୍କରେ ଆବଦ୍ଧ ହେଲେ, ପରମେଶ୍ୱର ସେମାନଙ୍କୁ କହିଲେ, ଯେବେ ତୁମ୍ଭେ ଆମ୍ଭର ରୋଗ ଶୁଣିବ, ଆମର ବାକ୍ୟକୁ ପାଳନ କରିବ, ତେବେ ଆମ୍ଭେ ତୁମମାନଙ୍କୁ ସଞ୍ଚିତ ଧନ କରିବା। ଯାତ୍ରା 19 ପର୍ବ 5 ପଦ ଆପଣ ପଢିବେ, ଜାଣିପାରିବେ। ଯେତେବେଳେ ଈଶ୍ୱରଙ୍କ ଲୋକମାନେ ତାଙ୍କ ସହିତ କଥା ହୁଅନ୍ତି, ତାଙ୍କ ସହିତ ରୋଗ ଶୁଣନ୍ତି, ସେତେବେଳେ ପ୍ରଭୁ ସେମାନଙ୍କୁ ସ୍ୱତନ୍ତ୍ର ସ୍ଥାନ ଦେଇ ତାଙ୍କ ସହିତ ରଖନ୍ତି। ସେଇଟା ଈଶ୍ୱରଙ୍କର ସମ୍ପର୍କ ଅଟେ।
ଈଶ୍ୱରଙ୍କର ନିୟମ ଅଟେ। ମନୁଷ୍ୟ ଆଜି ଜଗତ ମଧ୍ୟରେ ପରିବର୍ତ୍ତନଶୀଳ ଅଟେ। ଆଜି ପ୍ରତିଜ୍ଞା ଦଉଛି, କାଲି ସେ ଆଉ ଥରେ ବିପଦଗାମୀ ହଉଛି। ଆଜି ପରିସ୍ଥିତିରେ ପଡି ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟ କରୁଛି, କିନ୍ତୁ ଈଶ୍ୱର ତାଙ୍କର ପରିତ୍ରାଣର ଯୋଜନାକୁ ସେ କଣ କରୁନାହାନ୍ତି? ନଷ୍ଟ କରୁନାହାନ୍ତି। ପ୍ରିୟମାନେ, ସେ ଏଇଥିପାଇଁ ସମ୍ପର୍କରେ ଆମମାନଙ୍କୁ ଆବଦ୍ଧ କରିଛନ୍ତି। ଏଇଥିପାଇଁ ଅବ୍ରାହମକୁ ପରମେଶ୍ୱର ଆହ୍ୱାନ କଲେ, ଯେପରି ଅବ୍ରାହମଙ୍କ ଠାରୁ ସେ ଆହ୍ୱାନ ଆରମ୍ଭ ହୁଏ ଆଉ ଖ୍ରୀଷ୍ଟଙ୍କ ଠାରେ ସମାପ୍ତ ହୁଏ। କହିବାର ତାତ୍ପର୍ଯ୍ୟ ହେଲା, ଯଦିଓ ଇସ୍ରାଏଲ ଲୋକମାନେ କୁ ଆହ୍ୱାନ କଲେ ମୋଶାଙ୍କ ଦେଇକି, କିନ୍ତୁ ଅନେକ ସମୟରେ ଇସ୍ରାଏଲ ଲୋକମାନେ ବିପଥ ଗମନରେ ଗଲେ। ପରମେଶ୍ୱରଙ୍କ ସହିତ ସେମାନେ ବିଦ୍ରୋହ କଲେ, ପରମେଶ୍ୱରଙ୍କ ଦାସଙ୍କ ସହିତ ବିଦ୍ରୋହ କଲେ, ସେମାନେ ବିଭିନ୍ନ ଦେବାଦେବୀ ମାନଙ୍କୁ ଉପାସନା କଲେ। ତଥାପି ପରମେଶ୍ୱର ସେଇଦିନ ପର୍ଯ୍ୟନ୍ତ ସେମାନଙ୍କୁ ସମ୍ପୂର୍ଣ୍ଣ ବିନଷ୍ଟ କରିନାହାନ୍ତି, କାରଣ ପରମେଶ୍ୱରଙ୍କର ନିୟମ ତାଙ୍କର ସ୍ମରଣରେ ଅଛି। ସେଥିପାଇଁ ସେ ନିୟମ ସ୍ମରଣ କରିବା ପରମେଶ୍ୱର ଅଟନ୍ତି। ଆମମାନେ ହୁଏତ ନିୟମ ଆମେ ସ୍ମରଣ କରୁନାହୁଁ, କିନ୍ତୁ ଈଶ୍ୱର ନିୟମ ସ୍ମରଣ କରନ୍ତି। ଫାରୋଙ୍କ ବିଷୟରେ ଆମେ ଦେଖୁ, ଫାରୋଙ୍କର ହୃଦୟ ପରମେଶ୍ୱର କଣ କଲେ? କଠିନ କଲେ, କିନ୍ତୁ ଇସ୍ରାଏଲ ଲୋକମାନଙ୍କର ଜୀବନକୁ ଉଦ୍ଧାର କଲେ। ଆଉ ସେ ଭିତରେ ସେ 10 ଗୋଟି ସେ ଆଶ୍ଚର୍ଯ୍ୟ କର୍ମ କରିଛନ୍ତି। ଯଦି ଈଶ୍ୱର ଚାହିଁଥାନ୍ତେ ସେଦିନ ଗୋଟିଏ ଆଶ୍ଚର୍ଯ୍ୟ କ୍ରମ କଲେ ଫାରୋ ସେଦିନ ପରିବର୍ତ୍ତିତ ହେଇପାରିଥାନ୍ତେ, କିନ୍ତୁ ସେଠାରେ ମନୁଷ୍ୟ ଯେ ଯୋଉ ଆଶ୍ଚର୍ଯ୍ୟ କର୍ମ ମୋଶାଙ୍କ ଦେଇ କରୁଥିଲେ ପରମେଶ୍ୱର, ସେ ସମାନ ଆଶ୍ଚର୍ଯ୍ୟ କର୍ମ ଫାରୋଙ୍କର ଗଣକ ମାନଙ୍କ ଦେଇ କରାଯାଉଥିଲା। ଏଠି ଆମେ ବୁଝିପାରିବା ଯେ ଯଦି ମନୁଷ୍ୟ ମାନେ ଫାରୋଙ୍କର ଗଣକ ମାନେ କରୁଛନ୍ତି, ଈଶ୍ୱରଙ୍କ ଦ୍ଵାରା ଯୋଉ ମହାନ ଆଶ୍ଚର୍ଯ୍ୟ କରୁଛି ତାକୁ ମୋ ଫାରୋ କିପରି ଜାଣିପାରିବ? କାରଣ ପରମେଶ୍ୱର ସେଇ କାର୍ଯ୍ୟ କରନ୍ତି ଯାହା ମନୁଷ୍ୟର ଚିନ୍ତାର ବାହାରେ କରନ୍ତି। ତେଣୁ ପରମେଶ୍ୱରଙ୍କ ସହିତ ଯୋଉ ନିୟମ ଅଛି, ଯୋଉ ସମ୍ପର୍କ ଅଛି, ଯୋଉ ପ୍ରତିଜ୍ଞା ଅଛି, ଯୋଉ ଚୁକ୍ତି ଅଛି, ସେ ଚୁକ୍ତି ଆଜି ପରମେଶ୍ୱରଙ୍କୁ ଆମମାନଙ୍କୁ ଦୟା କରାଉଅଛି। ସେ ଆମମାନଙ୍କୁ ବିନଷ୍ଟ କରିବେ ନାହିଁ, ଯେପରି ଆମମାନଙ୍କର ସବୁ ପରିସ୍ଥିତିରେ ଆମମାନେ ଏଇ ଜଗତ ମଧ୍ୟରେ ପରିତ୍ରାଣ ପାଇପାରୁ। ଦ୍ୱିତୀୟ ବିଷୟ ଆଜିର ବାକ୍ୟରେ ଆମମାନେ ଦେଖୁଛୁ, ଦ୍ୱିତୀୟ ବିଷୟ ଦ ମିଷ୍ଟ୍ରି ଅନ୍ ଇରେଭୋକେବଲ କଲିଂ। ଆପଣ ମାନେ ଦେଖିବେ ପରମେଶ୍ୱର ଆମମାନଙ୍କୁ ଏଇଥିପାଇଁ ଦୟା କରନ୍ତି, କାରଣ ତାଙ୍କର ଦାନ ଆଉ ଆହ୍ୱାନ ବ୍ୟର୍ଥ ହୁଏ ନାହିଁ। ଯଦି ଆପଣ ମାନେ ପଢିବେ 29 ପଦ ଦେଖନ୍ତୁ, କାରଣ ଈଶ୍ୱରଙ୍କ ଦାନ ସମୂହ ଓ ଆହ୍ୱାନ ଅନ୍ୟଥା ହୁଏ ନାହିଁ। ପରମେଶ୍ୱର ଯାହାକୁ ଡାକନ୍ତି ସେଟା କେବେ ବେକାର ହେବ ନାହିଁ। ସେ ଯାହାକୁ ଆହ୍ୱାନ କରିଛନ୍ତି, ଯାହାକୁ ମନୋନୀତ କରିଛନ୍ତି, ସେ ଯେତେ ଦୁଷ୍ଟ ହେଲେ ମଧ୍ୟ ପ୍ରଭୁ ତାଙ୍କ ଦେଇ ତାଙ୍କ କାର୍ଯ୍ୟକୁ କରିବେ। ଏଇ ଜଗତରେ ହୁଏତ ମନୁଷ୍ୟ ଭାବରେ ନିଜର ଇଚ୍ଛାରେ ବଞ୍ଚିବା ପାଇଁ ଚେଷ୍ଟା କରୁଥାଉ, କିନ୍ତୁ ଈଶ୍ୱର ତାଙ୍କର ଆହ୍ୱାନକୁ ବ୍ୟର୍ଥ କରିବେନି। କାରଣ God does not make promise carelessly. ପରମେଶ୍ୱର ଏମିତି ଭାବରେ ଡାକି ଦିଅନ୍ତି ନାହିଁ ଯାହାକୁ ତାକୁ। ଆଉ ପରମେଶ୍ୱରଙ୍କର ଆହ୍ୱାନ ଏଇ ଜଗତର ଦକ୍ଷତା ଉପରେ ଆଧାରିତ ନୁହେଁ, ଏଇ ଜଗତର ଜ୍ଞାନ ଉପରେ ଆଧାରିତ ନୁହେଁ। ପରମେଶ୍ୱରଙ୍କର ଆହ୍ୱାନ ଏଇ ଜଗତର ଏବିଲିଟି ଉପରେ ଆଧାରିତ ନୁହେଁ। ପରମେଶ୍ୱର ଜ୍ଞାନୀ ମାନଙ୍କୁ ବାଛି ନାହାନ୍ତି। ପରମେଶ୍ୱରଙ୍କ ଆହ୍ୱାନ ଏଇ ଜଗତରେ କ୍ଷମତାପନ୍ନ ଲୋକମାନଙ୍କୁ ବାଛି ନାହାନ୍ତି। ପରମେଶ୍ୱରଙ୍କର ଆହ୍ୱାନ ସାଧାରଣ ବ୍ୟକ୍ତିତ୍ୱକୁ ବାଛନ୍ତି ଆଉ ଅସାଧାରଣ କାର୍ଯ୍ୟ କରନ୍ତି। ଆପଣ ଦେଖନ୍ତୁ ମୋଶାଙ୍କର ଜୀବନ କଣ ଥିଲା, ଆପଣ ଦେଖନ୍ତୁ ଦାଉଦଙ୍କର ଜୀବନ କଣ ଥିଲା, ଆପଣ ଦେଖନ୍ତୁ ସିମୋନ ପିତରଙ୍କ ଜୀବନ କଣ ଥିଲା। କିନ୍ତୁ ପରମେଶ୍ୱର ଯାହାକୁ ବାଛନ୍ତି ତା ଦେଇ କାର୍ଯ୍ୟ କରନ୍ତି। ଅନେକ ସମୟରେ ତାଙ୍କ ଜୀବନରେ ଫେଲୁର ଅଛି, ଅନେକ ସମୟରେ ଜୀବନରେ ବିଫଳତା ଅଛି, ଡିସୋବିଡିଏଣ୍ଟ ଅଛି। ଯଦି ଆପଣ ଜୋନାଙ୍କୁ ଦେଖିବେ, ଜୁନୋସଙ୍କୁ ଦେଖିବେ, ଜୁନୋସକୁ ପ୍ରଭୁ ଆହ୍ୱାନ କଲେ ନିନିବି ଯିବା ନିମନ୍ତେ, କିନ୍ତୁ ଜୁନୋସ ନିଜ ଇଚ୍ଛାରେ ବଞ୍ଚିବା ପାଇଁ ସେ କଣ କଲେ? ସେ ତାର୍ସୁସକୁ ଯାଉଥିଲେ।
ତାର ପରିଣାମ କଣ? ପରମେଶ୍ୱର କଣ ଜୁନସକୁ ଛାଡିଦେଲେ କି? ତାହାଙ୍କୁ ନିନିବିକୁ ନେବା ପାଇଁ ସେ ମାଛର ଗର୍ଭରେ ତାକୁ ପକାଇଲେ। ସେଥିପାଇଁ ସେ ସମୟରେ ଝଡ଼ ହେଇଥିଲା। ପରମେଶ୍ୱର ନିଜର କାର୍ଯ୍ୟକୁ, ନିଜର ଆହ୍ୱାନକୁ ସେ କଣ କରିବେ ନା? ବ୍ୟର୍ଥ କରିବେ ନାହିଁ। ପିତରଙ୍କ ବିଷୟରେ ଆପଣ ଦେଖନ୍ତୁ, ପିତର କଣ କଲେ? 3 ଥର ସ୍ୱୀକାର କଲେ। ତଥାପି ପରମେଶ୍ୱର ପିତରଙ୍କୁ ଛାଡ଼ିଲେ। ପିତରଙ୍କୁ କହିଲେ, ତୁମେ ପଥର, ଆମେ ତୁମ ଉପରେ ମଣ୍ଡଳୀ ସ୍ଥାପନ କରିବୁ, ଆଉ ସେଇ ମଣ୍ଡଳୀକୁ ନରକର ବଳ ପରାଜୟ କରିବ ନାହିଁ। ଆଜି ଜଗତରେ ମଣ୍ଡଳୀକୁ ଯେତେ ତାଳନା ଆସୁଛି, ମଣ୍ଡଳୀରେ ଯେତେ ଅନ୍ୟାୟ ଲୋକମାନେ ଆସୁଛନ୍ତି, ତଥାପି ମଣ୍ଡଳୀ ସମ୍ପୂର୍ଣ୍ଣ ବିନଷ୍ଟ ହେଉନାହିଁ। କାରଣ ତାହା ଈଶ୍ୱରଙ୍କର ମଣ୍ଡଳୀ, ଈଶ୍ୱରଙ୍କର ଶକ୍ତି ସେଠି କାର୍ଯ୍ୟ କରୁଛି। ଆମମାନଙ୍କ ଜୀବନରେ ମଧ୍ୟ ହୁଏତ ଆମେ ଅନେକ ସମୟରେ ବିଫଳତା ହଉଛୁ, କିନ୍ତୁ ପରମେଶ୍ୱର ତାଙ୍କର ବିଫଳତାକୁ ସେ କଣ କରନ୍ତି? ସଫଳତାରେ ପରିଣତ କରନ୍ତି। ଏହାର ଅର୍ଥ କଣ ହେଇପାରେ ପ୍ରିୟ ମାନେ? ଏହାର ଅର୍ଥ କଣ? ଈଶ୍ୱର ସନ୍ଦେହକୁ ଭଲ ପାଆନ୍ତି କି? ଏହାର ଅର୍ଥ ଅନାଜ୍ଞା ବହତାକୁ ପରମେଶ୍ୱର ପସନ୍ଦ କରନ୍ତି? ଏହାର ଅର୍ଥ ପାପକୁ କଣ ଆପ୍ରୁଭ କରୁଛନ୍ତି କି ପରମେଶ୍ୱର? ନାହିଁ। ପରମେଶ୍ୱର କେବେ ମଧ୍ୟ ଅନାଜ୍ଞା ବହତାକୁ ପସନ୍ଦ କରନ୍ତି ନାହିଁ। ପରମେଶ୍ୱର ବିଫଳତାକୁ ପସନ୍ଦ କରନ୍ତି ନାହିଁ। ପରମେଶ୍ୱର ପାପକୁ ପସନ୍ଦ କରନ୍ତି ନାହିଁ। ଭୁଲକୁ ଭୁଲ ବୋଲି କହନ୍ତି, କିନ୍ତୁ ଈଶ୍ୱରଙ୍କର ଉଦ୍ଦେଶ୍ୟ ବିଶ୍ୱସ୍ତତାକୁ ମନୁଷ୍ୟର ବିଫଳତା କେବେ ହରାଇ ପାରିବ ନାହିଁ। God's faithfulness cannot be defeated by human failure, human sin. ମନୁଷ୍ୟର ପାପ ଈଶ୍ୱରଙ୍କର ବିଶ୍ୱସ୍ତତାକୁ କେବେ ମଧ୍ୟ କଣ କରିପାରିବ ନାହିଁ? ହରାଇ ପାରିବ ନାହିଁ। ପ୍ରିୟମାନେ, ଆମକୁ ପ୍ରଭୁ ଅନେକ ଦାନ ଦେଇଛନ୍ତି। ଆମେ ସେ ଦାନକୁ ଅନେକ ସମୟରେ ଆମେ ବ୍ୟବହାର କରିନଥାଉ। ଆମମାନଙ୍କୁ ପ୍ରଭୁ ଆହ୍ୱାନ କରିଛନ୍ତି, ଅନେକ ସମୟରେ ସେ ଆହ୍ୱାନରୁ ଆମେ ଦୂରକୁ ଚାଲିଯାଉ। କିନ୍ତୁ ବାଇବଲରେ ଲେଖା ଅଛି, ଧାର୍ମିକ ମାନେ 10 ଥର ପଢିଲେ ସେମାନେ ଉଠିବେ। ଅନେକ ସମୟରେ ଆମେ ପଢିଯାଉ, କିନ୍ତୁ ପ୍ରଭୁ ତାଙ୍କର କାର୍ଯ୍ୟକୁ କେବେ କଣ କରନ୍ତି ନାହିଁ? ବ୍ୟର୍ଥ କରନ୍ତି ନାହିଁ। ପ୍ରଭୁ ସେମାନଙ୍କୁ ଆଉଥରେ ଉଠାନ୍ତି, ଆମମାନଙ୍କୁ ଆଉଥରେ ଉଠାନ୍ତି। ଆମେ କହିଥାଉ, ଯେତେବେଳେ ଆମେ କହୁ ଆମେ ବିଫଳ ହେଇଛୁ, ସେତେବେଳେ ଈଶ୍ୱର ଆମମାନଙ୍କୁ କହୁଛନ୍ତି, your failure is not greater than my grace. ଆପଣଙ୍କର ବିଫଳତା ମୋର ଅନୁଗ୍ରହ ଠାରୁ କଣ ନୁହେଁ? ଅଧିକ ନୁହେଁ। ମୋର ଅନୁଗ୍ରହ ଠାରୁ ଅଧିକ ନୁହେଁ। ଯେତେବେଳେ ଆମେ କହୁ ମୁଁ କିଛି କରିପାରିବି ନାହିଁ, ମୁଁ ଦୁର୍ବଳ ହେଇଯାଇଛି, ସେତେବେଳେ ଈଶ୍ୱର କୁହନ୍ତି, my purpose are greater than your weakness. ମୋର ଉଦ୍ଦେଶ୍ୟ ତୁମ ଦୁର୍ବଳ ଠାରୁ ମହାନ ଅଟେ। ପରମେଶ୍ୱରଙ୍କର କାର୍ଯ୍ୟ କେବେ ବନ୍ଦ ହେବ ନାହିଁ। ପ୍ରିୟମାନେ, ପ୍ରଭୁ ଯଦି ଆମ ଦେଇ କାର୍ଯ୍ୟ ନ କରନ୍ତି, ଆମ କାର୍ଯ୍ୟକୁ ଅନ୍ୟ ଦେଇ ମଧ୍ୟ କରିପାରନ୍ତି। ବିଲିୟମକୁ ଦେଇ ପ୍ରଭୁ ବିଲିୟମ ପରମେଶ୍ୱରଙ୍କ ବିରୁଦ୍ଧରେ ଯାଉଥିଲା, କିନ୍ତୁ ପରମେଶ୍ୱର ବିଲିୟମକୁ ସଜାଡ଼ିବା ପାଇଁ ଗଧ ଦେଇ ତାଙ୍କର କାର୍ଯ୍ୟ କଲେ। ପରମେଶ୍ୱରଙ୍କର ଆହ୍ୱାନ, ପରମେଶ୍ୱରଙ୍କ କାର୍ଯ୍ୟକୁ ବନ୍ଦ ହେବ ନାହିଁ। ପ୍ରଭୁ ଯାହାକୁ ଆହ୍ୱାନ କରିଛନ୍ତି ତାକୁ ଯେକୌଣସି ମାଧ୍ୟମରେ ସଚେତ କରିବେ, ତାକୁ ବ୍ୟବହାର କରିବେ। ଶେଷ ବିଷୟ ଆପଣମାନେ କହିବା ପାଇଁ ଚାହେଁ, ପରମେଶ୍ୱରଙ୍କର ଦୟା ପଛର ରହସ୍ୟ ହେଉଛି the mystery of God's mercy towards the disobedience. ଆଜି ଶେଷ ଅଂଶକୁ ଯଦି ଆପଣ ମାନେ ପଢିବେ, ଶେଷ ଅଂଶକୁ ଯଦି ଆପଣ ପଢିବେ, ଏଇଟା ଗୋଟେ କଣ୍ଟ୍ରାଡିକ୍ଟ ଭଳି ହେଇପାରେ। ପରମେଶ୍ୱର ଏଠି କହୁଛନ୍ତି, କାରଣ ସମସ୍ତଙ୍କୁ ଦୟା କରିବା ନିମନ୍ତେ ଈଶ୍ୱର ସମସ୍ତଙ୍କୁ ଅନାଜ୍ଞା ବହତାରେ ସମର୍ପଣ କରିଛନ୍ତି। ପରମେଶ୍ୱର ଅନାଜ୍ଞା ବହତାକୁ ଭଲ ପାଆନ୍ତି ନାହିଁ, ପରମେଶ୍ୱର ଆଜ୍ଞା ବହତାକୁ ପସନ୍ଦ କରନ୍ତି। କିନ୍ତୁ ପରମେଶ୍ୱର ଯଦି ନିଜେ ଅନାଜ୍ଞା ବହତାରେ ସମର୍ପଣ କରୁଛନ୍ତି, ତା ମାନେ କଣ? ପରମେଶ୍ୱର ତାଙ୍କର ମାଇଣ୍ଡ ସେଟକୁ ଚେଞ୍ଜ କଲେ କି? ମାନେ ସେମିତି ନୁହେଁ। ପାଉଲ ଏଠି ନିଗୁଡ ବିଷୟକୁ ବର୍ଣ୍ଣନା କରୁଛନ୍ତି। Paul is destroying human pride, neither Jew or Gentile. ପରମେଶ୍ୱର ମନୁଷ୍ୟର ଗର୍ବକୁ କଣ କରନ୍ତି? ନଷ୍ଟ କରନ୍ତି। ପାଉଲ ଏଠି ବୁଝାଇବା ପାଇଁ ଚାହୁଁଛନ୍ତି, ମନୁଷ୍ୟ କେବେ କହିପାରିବ ନାହିଁ ଯେ nobody can say I am better than you. ଏ ଜଗତରେ ମନୁଷ୍ୟ ମାନେ କେବେ ମଧ୍ୟ କହିପାରିବେ ନାହିଁ ଯେ ମୁଁ ଆପଣଙ୍କ ଠାରୁ ଭଲ ଅଛି, ମୁଁ ଆପଣଙ୍କ ଠାରୁ ଶ୍ରେଷ୍ଠ ଅଛି। এই ଜଗତରେ ଯେତେ ଜ୍ଞାନ ପାଇଲେ ମଧ୍ୟ କାହାଠାରୁ କେହି ଶ୍ରେଷ୍ଠ ହେଇପାରିବ ନାହିଁ। ଯଦି ଶ୍ରେଷ୍ଠ ହେଇଯିବେ, ସେ ପ୍ରଭୁଙ୍କର ଦୟାର ଆବଶ୍ୟକ ତାକୁ ପଡିବ ନାହିଁ। ପ୍ରିୟମାନେ, ଯଦି ଜିହୁଦୀ ଓ ଅଣଜିହୁଦୀ ମାନେ ଅନାଜ୍ଞା ହୋଇଛନ୍ତି, ତେବେ
କିଏ ଈଶ୍ୱରଙ୍କ ସମ୍ମୁଖରେ ଠିଆ ହେବ? ଅନେକ ସମୟରେ ଆମେ କହିପାରୁ ମୁଁ ଭଲ ଅଛି, ମୁଁ ଏଇ କାର୍ଯ୍ୟ କରୁଛି, ଆଉ ମୁଁ ଆଇ ଡିଜର୍ଭ ସାଲଭେସନ। ଆମେ କହିପାରିବା। ପ୍ରଭୁଙ୍କ ସମ୍ମୁଖରେ ଏମିତି କିଏ ଠିଆ ହେବ? ନିଜର ଦକ୍ଷତା ବଳରେ। No one can stand. କେହି ମଧ୍ୟ ଏଇ ଜଗତ ମଧ୍ୟରେ ପ୍ରଭୁଙ୍କ ସମ୍ମୁଖରେ ଠିଆ ହେଇପାରିବ ନାହିଁ। କିନ୍ତୁ ପ୍ରଭୁଙ୍କର ଦୟା ମନୁଷ୍ୟ ପ୍ରତି ରହିଛି। କାରଣ ପରିତ୍ରାଣ ଦୟାରେ ଆମେ ପାଉ। ପରିତ୍ରାଣ ଆମେ ଅନୁଗ୍ରହ ଆମେ ଦୟାରେ ପାଉ। କ୍ଷମା ଆମେ ଦୟାରେ ପାଉ। ଆମେ ପୁନଃସଂସ୍ଥାପନର ଜୀବନ ଦୟାରେ ପାଇଛୁ। କୁହାଯାଏ ରୋମିଓ ତାର 3 ପର୍ବର ଯଦି 23 ପଦ ଆପଣ ପଢିବେ, ସେଠି ଲେଖା ଅଛି। ରୋମିଓ 3ର 23-24 ପଦରେ ସମସ୍ତେ ତ ପାପ କରିଛନ୍ତି ଆଉ ଈଶ୍ୱରଙ୍କର ଗୌରବ ରହିତ ହୋଇଅଛନ୍ତି। ଏ ଜଗତରେ କେହି ପରଫେକ୍ଟ ହେଇନାହିଁ। ତେଣୁ ପ୍ରତ୍ୟେକ ମନୁଷ୍ୟକୁ ଗ୍ରେସର ଆବଶ୍ୟକ ଅଛି, ମେର୍ସିର ଆବଶ୍ୟକ ଅଛି। ପ୍ରିୟମାନେ, ଯଦି ଆପଣ ମାନେ ପଢିବେ ଏଫେସୀୟ ତାର 2 ପର୍ବ 8 ଓ 9 ପଦରେ, କ୍ରିୟାକର୍ମ ଦ୍ୱାରା ନୁହେଁ, କାରଣ କେହି ଯେପରି ଦର୍ପ କରି ନପାରେ, ତେଣୁ ପରିତ୍ରାଣ ଈଶ୍ୱରଙ୍କର ଦାନ ଅଟେ। ଆମମାନଙ୍କର କୌଣସି କର୍ମ ଦକ୍ଷତା ଯେପରି ପ୍ରଭୁଙ୍କ ସାମରେ କହିପାରିବେ ନା ଯେ ମୁଁ ପରଫେକ୍ଟ ଅଛି, ମୁଁ ଏଇଟା କରିଛି, ମୋ ପାଖରେ ଏତେ ଜ୍ଞାନ ଅଛି। ନାଇଁ, ପ୍ରତ୍ୟେକ ମନୁଷ୍ୟ ଦୁର୍ବଳ ଅଟେ। ଏଭ୍ରି ହ୍ୟୁମାନ ବିଇଂ ହ୍ୟାଜ୍ ଏ ୱିକନେସ୍। ଆଉ ପ୍ରତ୍ୟେକ ମନୁଷ୍ୟ କୋଉଠି ନା କୋଉଠି ଝୁଣ୍ଟି ପଡିଥାଏ। ତେଣୁ ପ୍ରଭୁଙ୍କର ଦୟାର ଆବଶ୍ୟକ ଅଛି। ତେଣୁ ଆମେ ଯେତେ ଯାହା କଲେ ମଧ୍ୟ ଆମେ ପ୍ରଭୁଙ୍କ ଠାରେ ନମ୍ର ହେବା ପାଇଁ ଆହ୍ୱାନ କରାଯାଉଛି। ପ୍ରଭୁ ଆମମାନଙ୍କୁ ଏଇଥିପାଇଁ ଦୟା କରୁଛନ୍ତି, ଏଇଥିପାଇଁ ଅନାଜ୍ଞାବହତାରେ ସମର୍ପଣ କରୁଛନ୍ତି, ଯେପରି ଆମେ ପ୍ରଭୁଙ୍କ ଠାରେ ନମ୍ରତାର ସହିତ ସାରେଣ୍ଡର ହେଇପାରୁ। ମାନେ ଏଇ ଜଗତରେ ଯଦି ଆମେ ଅନାଜ୍ଞାବହତା ହଉଛୁ, ଯଦି ପ୍ରଭୁ ଆମମାନଙ୍କୁ ଅନାଜ୍ଞାବହତାରେ ସମର୍ପଣ କରିଛନ୍ତି, ଯଦି ଏଇ ଜଗତରେ ଆମେ ବଞ୍ଚୁଛୁ, ସେଇଠି ବୁଝାଇବା ପାଇଁ ଚେଷ୍ଟା କରୁଛନ୍ତି। ସିନ୍ ଇଜ୍ ୟୁନିଭର୍ସାଲ। ପାପ ସାର୍ବଜନୀନ ଅଟେ। ସମସ୍ତେ ପାପୀ ଅଟନ୍ତି। ଆଉ ପରିତ୍ରାଣ ମଧ୍ୟ କଣ ଅଟେ? ସାର୍ବଜନୀନ ଅଟେ। କିନ୍ତୁ ସମସ୍ତେ ଯେ ପରିତ୍ରାଣ ପାଇବେ ତାହା ନୁହେଁ। ମାତ୍ର ଏଠି ଲେଖା ଯାଉଛି, ଏହି ପଦ ସମ୍ପୂର୍ଣ୍ଣ ଭାବେ ପରିତ୍ରାଣ ଘୋଷଣା କରେ ନାହିଁ। এই ପଦ ପରିତ୍ରାଣ ଘୋଷଣା କରେ ନାହିଁ, ସାର୍ବଜନୀନ ପରିତ୍ରାଣ ଘୋଷଣା କରୁନାହିଁ। ମାତ୍ର ଏହା ଘୋଷଣା କରେ ଈଶ୍ୱରଙ୍କର ଦୟା ଅନୁଗ୍ରହ ଯଥେଷ୍ଟ ଅଛି। ଗ୍ରେସ୍ ଇଜ ସଫିସିଏଣ୍ଟ। କିନ୍ତୁ ଯେଉଁମାନେ ତାକୁ ଗ୍ରହଣ କରନ୍ତି, ଯେଉଁମାନେ ଲୋଡ଼ନ୍ତି, ସେମାନେ ସେ ଗ୍ରେସ୍ ପାଇବେ। ମେର୍ସିସ୍ ଆଭେଲେବୁଲ ଅଛି, ଗ୍ରେସ୍ ଆଭେଲେବୁଲ ଅଛି। କିନ୍ତୁ ଆମମାନେ ସେ ଗ୍ରେସ୍କୁ ଲୋଡ଼ିବାର ଅଛି। ଆମର ଦକ୍ଷତା ଦ୍ୱାରା ନୁହେଁ, କିନ୍ତୁ ଆମେ ପ୍ରଭୁଙ୍କ ଠାରେ ନମ୍ର ହୋଇ, ପ୍ରଭୁ ମୁଁ ବି ଦୁର୍ବଳ ଅଟେ, ମତେ ବି କିଛି ତୁମର ଦୟା ଦରକାର ଅଛି। ଏହି ପ୍ରାର୍ଥନା, ଏହି ଭରସାରେ ଆମମାନଙ୍କୁ ଆଗକୁ ବଢିବାର ଅଛି। ପ୍ରିୟମାନେ, ଆଜି ହୁଏତ ଆମମାନେ ଜ୍ଞାନୀ ହେଇପାରୁ, ଆମେ ଏଇ ଜଗତରେ ସବୁଠାରୁ ବେଟର ଅଛୁ ବୋଲି ଭାବୁଛୁ, କିନ୍ତୁ ଆପଣଙ୍କ ମତେ ବି ଈଶ୍ୱରଙ୍କର ଅନୁଗ୍ରହର ଆବଶ୍ୟକ ଅଛି। ଅନୁଗ୍ରହ ଯଥେଷ୍ଟ ଅଛି। ଆମେ ପାପୀ ଥିବା ସମୟରେ ଈଶ୍ୱର ଆମମାନଙ୍କୁ ପ୍ରେମ କରନ୍ତି। କାହିଁକି ପ୍ରେମ କଲେ? ଯେପରି ଆମେ ପାପକୁ ବୁଝୁ ଆଉ ପ୍ରଭୁଙ୍କର ପ୍ରେମକୁ ଲୋଡ଼ି ପାରୁ। ଆମମାନଙ୍କୁ ସେ ଦୟା କରନ୍ତି, ଯେପରି ଆମେ ବିନଷ୍ଟ ନ ହେଉ। ଆଉ ବିନଷ୍ଟ ନ ହେବା ପାଇଁ ତାଙ୍କର ଦୟାକୁ ଗ୍ରହଣ କରିବାକୁ ହେବ। ଆମର ଦକ୍ଷତା ନୁହେଁ, କାରଣ ଆମମାନଙ୍କର ଦକ୍ଷତା ଆମମାନଙ୍କୁ ପରିତ୍ରାଣ ଦିଏ ନାହିଁ। ଆମମାନଙ୍କର ଜ୍ଞାନ ଆମମାନଙ୍କୁ ପରିତ୍ରାଣ ଦିଏ ନାହିଁ। ଆମମାନଙ୍କର ଧର୍ମୀୟ ଜୀବନ ଆମମାନଙ୍କୁ ପରିତ୍ରାଣ ଦିଏ ନାହିଁ। କିନ୍ତୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବା ଦ୍ୱାରା, ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିବା ଦ୍ୱାରା ପ୍ରଭୁ ଆମମାନଙ୍କୁ ସେ ପରିତ୍ରାଣ ଦିଅନ୍ତି। ଯେଉଁମାନେ ଆଜି ଆମମାନେ ନିଜକୁ ପ୍ରଶ୍ନ କରିବା, ପ୍ରଭୁ ଆମମାନଙ୍କୁ କାହିଁକି ଦୟା କରୁଛନ୍ତି? ଏତେ ଦୟା। ଆମ ବିଫଳତା ପଛରେ ପ୍ରଭୁଙ୍କର ଦୟା ଅଛି। କାରଣ ପ୍ରଭୁ ତାଙ୍କର ସମ୍ପର୍କ ନିୟମରେ ଆମମାନଙ୍କୁ ଆବଦ୍ଧ କରିଛନ୍ତି। ହାଉ ଗ୍ରେଟ୍ ୱି ଆର୍, ଗଡ୍ସ ଗ୍ରେସ୍ ଆମମାନଙ୍କ ପ୍ରତି ସବୁବେଳେ ରହିଛି। ପ୍ରଭୁଙ୍କର ସେଇ ନିୟମରେ ଆମେ ଆବଦ୍ଧ ହୋଇଛୁ। ଖ୍ରୀଷ୍ଟଙ୍କ ସହିତ ଆମେ ସେଇ ନୂତନ ନିୟମରେ ଆବଦ୍ଧ ହଉଛୁ। ତାଙ୍କର ପବିତ୍ର
ରକ୍ତ ଏବଂ ମାଂସର ସହଭାଗୀ ହୋଇ ଆମମାନେ ତାଙ୍କର ସେହି ସ୍ୱର୍ଗୀୟ ସମ୍ପର୍କ ସହିତ ଆମେ ଜଡ଼ିତ ଅଛୁ। ହୁଏତ ସେହି ସମ୍ପର୍କ ଆମମାନଙ୍କୁ ଆଜି ବି ରକ୍ଷା ପଥରେ କଢାଇ ନଉଛି। ପ୍ରିୟମାନେ, ସେହି ଆହ୍ୱାନ ଆଜି ବି ଆମମାନଙ୍କୁ ରକ୍ଷା ପଥରେ କଢାଇ ନଉଛି। ଆମେ ଅନେକ ସମୟରେ ବିଫଳ ହଉ, କିନ୍ତୁ ଆମ ବିଫଳତା ଈଶ୍ୱରଙ୍କର ଦୟା, ଈଶ୍ୱରଙ୍କ ବିଶ୍ୱସ୍ତତା କେବେ ମଧ୍ୟ ନଷ୍ଟ କରିବ ନାହିଁ। ଗଡ୍ ଇଜ୍ ଫେଥଫୁଲ୍। ଆମେ ଚେଞ୍ଜ ହେଇପାରୁ, କିନ୍ତୁ ଈଶ୍ୱର ଅପରିବର୍ତ୍ତନୀୟ ଅଟନ୍ତି। ଈଶ୍ୱର ଆମମାନଙ୍କୁ ଜୀବନରେ ଅନାଜ୍ଞା, ଆମଙ୍କ ଜୀବନରେ ଦୁର୍ବଳତା ଦିଅନ୍ତି, କାରଣ ଆମେ ବୁଝିପାରୁ ଆମେ କିଏ ଆଉ ଈଶ୍ୱର କିଏ ଅଟନ୍ତି। ପ୍ରଭୁ ଆମମାନଙ୍କୁ ଆଜି ଅନୁଗ୍ରହ କରନ୍ତୁ। ଆମେ ରହସ୍ୟ ବିଷୟରେ ଆର୍ଗୁମେଣ୍ଟ କରିବା ନାହିଁ। କିଏ ଦୁର୍ବଳ କିଏ ସବଳ ସେଇଟା ଆମର ଆର୍ଗୁମେଣ୍ଟ ନୁହେଁ। କିନ୍ତୁ ଶେଷରେ ମୁଁ ଆପଣମାନଙ୍କୁ କହିବି, ଷ୍ଟପ୍ ଆର୍ଗୁଇଂ ୱିଥ୍ ଦ ମିଷ୍ଟ୍ରି and start worship to gods of mercy. ଈଶ୍ୱର ଦୟାର ଈଶ୍ୱରଙ୍କଠୁ ଉପାସନା କରିବା, ଦୟାର ଈଶ୍ୱରଙ୍କ ଠାରେ ସମର୍ପିତ ହେବ, ଦୟାର ଈଶ୍ୱରଙ୍କ ଠାରେ ଆମେ ସାରେଣ୍ଡର ହେବା। ଆମେ କେବେ ବି ଦର୍ପ କରିବା ନାହିଁ, ଆମେ କେବେ ବି ଗର୍ବ କରିବା ନାହିଁ, ବରଂ ପ୍ରଭୁଙ୍କର ଯୋଜନାରେ ଆମେ ସମର୍ପିତ ହେବ। ତାହା ହେବ ଆମମାନଙ୍କ ପାଇଁ ଜ୍ଞାନର ବିଷୟ। ପ୍ରଭୁ ଏ ବାକ୍ୟ ଦେଇ ଆମ ସମସ୍ତଙ୍କୁ ଅନୁଗ୍ରହ ଏବଂ ଆଶୀର୍ବାଦ କରନ୍ତୁ। ଆମେନ୍। ଗଡ୍ ବ୍ଲେସ୍ ୟୁ।